ବିକାଶ ଲାଭ କରିଥିଲା। ସେଠାରେ କ'ଣ ହେଉଥିଲା? ତାମ୍ରପ୍ରସ୍ତର ଯୁଗ ଆରମ୍ଭ ହୋଇଥିଲା। ପ୍ରତ୍ନତତ୍ତ୍ୱବିତ୍ ମାନେ ବିଶ୍ୱାସ କ'ଣ କରନ୍ତି ଯେ 1500ରୁ 600 ଖ୍ରୀଷ୍ଟପୂର୍ବ ଅର୍ଥାତ୍ 900 ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ ଲାଭ କରିଥିଲା। ସେଠାରେ ପ୍ରତ୍ନତାତ୍ତ୍ୱିକ ଖନନରୁ 134ଟି ମାଟିର ଚାରିକୋଣିଆ ଘର ଆବିଷ୍କାର କରାଯାଇଥିଲା। 134ଟା ମାଟିର ଚାରିକୋଣିଆ ଘର। ସାଧାରଣତଃ ଘର 1 ବା 2 କୋଠରୀ ବିଶିଷ୍ଟ ଥିଲା। ତାଙ୍କର ଶସ୍ୟଗାର ଦେଖିବାକୁ ମିଳିଥାଏ। ଅଣ୍ଡାକୃତି ବା ଦୀର୍ଘବୃତ୍ତାକାର ଗାତକୁ ଚୁଲି ଭାବରେ ସେମାନେ ବ୍ୟବହାର କରୁଥିଲେ। ଗାତ ଖୋଳି ମାଟି ଭିତରେ ଶସ୍ୟକୁ ସାଇତି ରଖୁଥିଲେ ଇତ୍ୟାଦି ସବୁ କାମ କରୁଥିଲେ। ଇନାମ ଗାଁର ଲୋକମାନେ ରାଜସ୍ଥାନରୁ ତମ୍ବା ଆଣୁଥିଲେ। ଇନାମ ଗାଁ କେଉଁଠି ଥିଲା ତୁମେ ଦେଖିଲ? ଇନାମ ଗାଁ ମହାରାଷ୍ଟ୍ରର ଭୀମା ନଦୀର ଶାଖା ନଦୀ ଘୋଦ ନିକଟରେ ଇନାମ ଗାଁ ଥିଲା। ସେ ମହାରାଷ୍ଟ୍ରରୁ ଯାଇ ତମ୍ବା କେଉଁଠୁ ଆଣୁଥିଲେ? ରାଜସ୍ଥାନରୁ ଆଣିକି ଆସୁଥିଲେ। ସେଠାରୁ ସେ ବିନ୍ଧ, ଚିମୁଟା, ବଂଶୀ କଣ୍ଟା, ତୀରମୁନ ଆଦି ଜିନିଷ ଆବିଷ୍କାର କରାଯାଇଥିଲା, ଯାହାକୁ ତିଆରି କରୁଥିଲେ ସେମାନେ। ସେଇଟା ଆବିଷ୍କାର କରାଯାଇଛି। ସେହିଭଳି ଭାବରେ ମାଳି, ଚୁଡ଼ି, ପାଉଁଜି ପ୍ରଭୃତି ଅଳଙ୍କାର ମଧ୍ୟ ମିଳିଛି ସେଠି, ଯାହାକି ତମ୍ବାରେ ତିଆରି ହେଇଥିଲା, ଯାହାକି ମହାରାଷ୍ଟ୍ରରୁ ଯାଇ ଇନାମ ଗାଁରୁ ରାଜସ୍ଥାନକୁ ଯାଉଥିଲେ। ରାଜସ୍ଥାନରୁ ଆଣିକି ଆସୁଥିଲେ ପୁଣି ଇନାମ ଗାଁ। ଏଇଭଳି ଭାବରେ ବିଭିନ୍ନ ପ୍ରକାରର ମୂର୍ତ୍ତି ମିଳିଛି ମଧ୍ୟ। ପୋଡ଼ା ଇଟାରେ ତିଆରି ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ମିଳିଛି। ତାଙ୍କର ସମାଧି କିପରି ବନାଉଥିଲେ? ଇନାମ ଗାଁରେ କିଛି ସମାଧିର ମଧ୍ୟ ସନ୍ଧାନ ମିଳିଛି। ଏହା ପ୍ରତ୍ନତତ୍ତ୍ୱବିତ୍ ମାନେ ଉଦ୍ଧାର କରିଛନ୍ତି। ଅଧିକାଂଶ ସମାଧିରେ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି। ମୃତ ଶରୀର ମସ୍ତକ ଉତ୍ତର ଦିଗ ଆଡ଼କୁ ରଖାଯାଏ ବୋଲି ସେମାନେ ବିଶ୍ୱାସ କରୁଥିଲେ। ଲୋକମାନେ ମାତୃ ଉପାସନା କରୁଥିବାର ବିଶ୍ୱାସ କରାଯାଏ, ଯାହାକୁ ଆମେ ଆଗରୁ ପଢ଼ିଛନ୍ତି। ଲୋକମାନେ ଯଅ, ମସୁର, ମକା, ବୁଟ, ବାଜରା, ଶିମ୍ବ ଇତ୍ୟାଦି ଉତ୍ପାଦନ କରୁଥିବାର ପ୍ରମାଣ ମିଳିଛି। ବିଭିନ୍ନ ପ୍ରକାର ପଶୁ ପାଳନ କରୁଥିଲେ ବୋଲି ସେମାନଙ୍କର ଅସ୍ଥିରୁ ସୂଚନା ମିଳେ। କୁମ୍ଭୀର, କଇଁଛ, କଙ୍କଡ଼ା, ମାଛ ଆଦିର ଅସ୍ଥିର ସନ୍ଧାନ ମଧ୍ୟ ମିଳିଛି ସେଠାରେ। ଇନାମ ଗାଁରେ କୃଷି ଯଥେଷ୍ଟ ଉନ୍ନତି ହୋଇଥିଲା ବୋଲି ଅନୁମାନ କରାଯାଏ। ପ୍ରାୟ 900 ବର୍ଷ ପର୍ଯ୍ୟନ୍ତ ବିକାଶ ଘଟିବା ପରେ ଏହି ସଭ୍ୟତାର ବିଲୟ ହୋଇଥିଲା। ଅଳ୍ପ ବର୍ଷା କିମ୍ବା ଜମିର ଅନୁର୍ବରତା ଯୋଗୁଁ ଏହା ହୋଇଛି ବୋଲି ବିଶ୍ୱାସ କରାଯାଏ। ଖ୍ରୀଷ୍ଟପୂର୍ବ 1800ରୁ 1200 ମସିହା ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ହିଟାଇଟ୍ ନାମକ ଲୋକମାନେ ଲୁହା ପଥରରୁ ଲୁହା ବାହାର କରିବାର କୌଶଳ ଜାଣିପାରିଥିଲେ। କିଏ? ବେବିଲୋନ ସହରର ହିଟାଇଟ୍ ନାମକ ଲୋକମାନେ ଜାଣିପାରିଥିଲେ କ'ଣ? କିଭଳି ଭାବରେ ଲୁହା ପଥରରୁ ଲୁହା ବାହାର କରାଯାଏ। ଲୁହା ପଥରକୁ ତରଳାଇ ସେଥିରୁ ଲୁହା ବାହାର କରିବାକୁ ସେମାନେ ଲାଗିଲେ। ତାପରେ କାଳକ୍ରମେ ଏହି କୌଶଳ କାହା ପାଖକୁ ଗଲା? ପାରସ୍ୟର ଲୋକମାନେ ମଧ୍ୟ ଜାଣିଲେ। ଯେଉଁ ଆର୍ଯ୍ୟ ଦଳ ପାରସ୍ୟରୁ ହିନ୍ଦୁକୁଶ ପାର ହୋଇ ଭାରତକୁ ପ୍ରବେଶ କରିଥିଲେ, ସେମାନେ ବୋଧହୁଏ ଲୁହାର ବ୍ୟବହାର ମଧ୍ୟ ଜାଣିଥିଲେ।
ଖ୍ରୀଷ୍ଟପୂର୍ବ 1000 ମସିହା ବେଳକୁ ଭାରତର ଉତ୍ତର ପଶ୍ଚିମାଞ୍ଚଳ ବିଶେଷ କରି ଗାନ୍ଧାର ଅଞ୍ଚଳରେ ଲୁହା ବ୍ୟବହାର ହେଉଥିବାର ପ୍ରମାଣ ମଧ୍ୟ ମିଳିଛି। ପରବର୍ତ୍ତୀ ବୈଦିକ ଯୁଗରେ ଲୁହାର ବ୍ୟବହାର ଗଙ୍ଗା ନଦୀ ଅବବାହିକା ଅଞ୍ଚଳରୁ ପ୍ରସାର ଲାଭ କରିଥିଲା ଅଞ୍ଚଳକୁ। ତ ବୋଧହୁଏ ଲୁହାର କୁରାଢ଼ୀ ବ୍ୟବହାର ହୋଇଥିବ ବୋଲି ଜଙ୍ଗଲ ସଫା କାର୍ଯ୍ୟରେ ସେ ଅଞ୍ଚଳର ଜଙ୍ଗଲ ଉତ୍ତର ଭାରତର କେତୋଟି ସ୍ଥାନରୁ ଯଥା ହସ୍ତିନାପୁର, ଭଗବାନପୁର, ଅତରଞ୍ଜିଖେରାରୁ ଏକ ପ୍ରକାରର ପାଉଁଶିଆ ରଙ୍ଗର ଚିତ୍ରିତ ମାଟିପାତ୍ର ମଧ୍ୟ ମିଳିଛି। ପ୍ରତ୍ନତତ୍ତ୍ୱବିତ୍ ମାନେ ଏହାକୁ ଚିତ୍ରିତ ଧୂସର ପାତ୍ର ମଧ୍ୟ କହିଥାନ୍ତି। ଏଥିରେ ଲୁହା ଅଂଶ ଥିବା ଜଣାପଡ଼ିଛି। ଏହାଛଡ଼ା ଲାଲ ଓ କଳା ରଙ୍ଗର ମାଟିପାତ୍ର ବ୍ୟବହାର ଯୋଗୁଁ ଭାରତରେ ଦୁଇଟି ପରିବର୍ତ୍ତନ ଘଟିଥିଲା। ଲୁହାର ଅସ୍ତ୍ରଶସ୍ତ୍ର ଦ୍ୱାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କରିଥିଲେ। କୁରାଢ଼ୀ ଦ୍ୱାରା ସେମାନେ ଜଙ୍ଗଲ ସଫା କରି ଅଧିକ ଚାଷ କରିପାରିଥିଲେ, ଫଳରେ ଶସ୍ୟ ଉତ୍ପାଦନ ଅଧିକ ହୋଇଥିଲା। ଅନେକ ବିଶ୍ୱାସ କରନ୍ତି ଯେ ପ୍ରଥମେ ଏସିଆ ମହାଦେଶର କେନ୍ଦ୍ର ଅଞ୍ଚଳରେ ବସବାସ କରୁଥିଲେ ଆର୍ଯ୍ୟମାନେ କେଉଁଠି ବସବାସ କରୁଥିଲେ ବୋଲିକି ଅନେକ ମତ ଦିଅନ୍ତି। ଏସିଆ ମହାଦେଶର କେନ୍ଦ୍ରରେ। କାଳକ୍ରମେ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ପଶ୍ଚିମ ଦିଗକୁ ଯାଇ ୟୁରୋପରେ ଏବଂ କିଛି ବିଭିନ୍ନ ସ୍ଥାନରେ ବସବାସ କରିଥିଲେ ଏବଂ ଅନ୍ୟଟି ପାରସ୍ୟ ବା ବର୍ତ୍ତମାନ ଇରାନରେ ପ୍ରବେଶ କରିଥିଲେ। ପାରସ୍ୟରୁ ସେମାନେ ବିଭିନ୍ନ ଦଳରେ ଉତ୍ତର ପଶ୍ଚିମରେ ଥିବା ଗିରିପଥ ଦେଇ ଭାରତକୁ ଆସିଥିଲେ। ଯେଉଁମାନେ ଭାରତରେ ପ୍ରବେଶ କଲେ ସେମାନଙ୍କୁ ଭାରତୀୟ ଆର୍ଯ୍ୟ ବୋଲି କୁହାଗଲା। ଆଉ ଯେଉଁମାନେ ଭାଷାରେ ସେମାନେ ଭାବର ଆଦାନ ପ୍ରଦାନ କରୁଥିଲେ ତାକୁ ସଂସ୍କୃତ ଭାଷା କୁହାଗଲା। ଆର୍ଯ୍ୟମାନେ କେଉଁ ଭାଷାରେ ଭାବର ଆଦାନ ପ୍ରଦାନ କରୁଥିଲେ? ସଂସ୍କୃତ ଭାଷା। ସେହି ଭାଷା ଆଜି ଭାରତର ସଂସ୍କୃତ ଭାଷାଠାରୁ ବହୁ ପରିମାଣରେ ଅଲଗା। ସେ ବହୁତ ଅଲଗା ଥିଲା। ବିଭିନ୍ନ ଦଳରେ ଆର୍ଯ୍ୟମାନେ ସିନ୍ଧୁ, ବେତସ୍ତା, ଝେଲମ ନଦୀର ବେତସ୍ତା, ଚନ୍ଦ୍ରଭାଗା, ଚେନାବ ନଦୀର ଚନ୍ଦ୍ରଭାଗା, ରାବି ନଦୀ ପାଖରେ ଥିବା ଇରାବତୀ, ବେଆସରେ ବିପାଶା, ସତଲେଜରେ ଶତଦ୍ରୁ ଆଦି ନଦୀର ନିକଟ ସ୍ଥାନରେ ରହିବାକୁ ଆରମ୍ଭ କରିଥିଲେ। କ'ଣ କ'ଣ ମନେ ରଖିବ? ଗୋଟେ ହେଉଛି ସିନ୍ଧୁ, ଝେଲମ ନଦୀର ବିତସ୍ତା, ଚନ୍ଦ୍ରଭାଗା କାହାର? ଚେନାବ ନଦୀର ଚନ୍ଦ୍ରଭାଗା, ରାବି ନଦୀର ଇରାବତୀ ଆଉ ବିପାଶା, ବେଆସର ବିପାଶା, ସତଲେଜର ଶତଦ୍ରୁ। ବୁଝିଲ? ୟାକୁ ମନେ ରଖିବ। ଆଉ ଥରେ କହିଦେଉଛି। ସିନ୍ଧୁ ନଦୀ, ଝେଲମର ବିତସ୍ତା, ଚେନାବର ଚନ୍ଦ୍ରଭାଗା, ରାବିର ଇରାବତୀ, ବେଆସର ବିପାଶା, ସତଲେଜର ଶତଦ୍ରୁ। ଏହି ନଦୀକୁ ସେମାନେ ସପ୍ତ ସିନ୍ଧୁ ବୋଲି କହିଥିଲେ କାରଣ ଏଠି 7ଟା ଅଛି।
ଏକ ସିନ୍ଧୁ, 2 ଝେଲମର ବିତସ୍ତା, 3 ଚେନାବର ଚନ୍ଦ୍ରଭାଗା, 4 ରାବିର ଇରାବତୀ, 5 ବ୍ୟାସର ବିପାଶା, 6 ସତଲେଜର ଶତଦ୍ରୁ। ତ ଏଗୁଡ଼ିକୁ ସପ୍ତ ସିନ୍ଧୁ ମଧ୍ୟ କୁହାଗଲା। ଏହି ଅଞ୍ଚଳକୁ ବ୍ରହ୍ମାବର୍ତ୍ତ ନାମରେ ଅଭିହିତ କରାଯାଇଥିଲା। ଏହି ଅଞ୍ଚଳକୁ କ'ଣ କୁହାଗଲା? ବ୍ରହ୍ମାବର୍ତ୍ତ। ଜନପଦ ଓ ମହାଜନପଦ କିଭଳି ଭାବରେ ଥିଲା? ଜନପଦ ଓ ମହାଜନପଦ କିଭଳି ଭାବରେ ଥିଲା? ଋଗ୍ବେଦୀୟ ଯୁଗରେ ଜନଜାତି ରାଷ୍ଟ୍ର ବ୍ୟବସ୍ଥା ପରବର୍ତ୍ତୀ ବୈଦିକ ଯୁଗରେ କ୍ଷତ୍ରିୟ ରାଷ୍ଟ୍ର ବ୍ୟବସ୍ଥାରେ ପରିଣତ ହେଲା। ରାଷ୍ଟ୍ରଗୁଡ଼ିକ ଏକ ଭୌଗୋଳିକ ସୀମାବଦ୍ଧରେ ଆବଦ୍ଧ ହେଲା। ଏହାକୁ କ'ଣ କୁହାଗଲା? ଜନପଦ କୁହାଗଲା। ଯେତେବେଳେ ଗୋଟିଏ ଭୌଗୋଳିକ ସୀମାବଦ୍ଧରେ ରାଷ୍ଟ୍ରଗୁଡ଼ିକ ଆବଦ୍ଧ ହେଲା ତାକୁ ଜନପଦ କୁହାଗଲା। ବୁଝିପାରିଲ? ଜନପଦ କାହାକୁ କୁହାଗଲା? ଜନପଦ ଗୁଡ଼ିକ ସେଠାରେ ବାସ କରୁଥିବା ପ୍ରମୁଖ ଜାତିର ନାମ ଅନୁସାରେ ନାମିତ ହେଲା। ଋଗ୍ବେଦୀୟ ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ରାଜନ କୁହାଯାଉଥିଲା। ଏଇଟା କେଉଁ ଯୁଗ ବିଷୟରେ ପଢ଼ୁଛନ୍ତି? ଋଗ୍ବେଦୀୟ ଯୁଗ, ଯେଉଁ ଯୁଗରେ ବେଦର ମହତ୍ତ୍ୱ ଥିଲା, ବେଦ ରଚନା କରାଯାଇଥିଲା। ଋଗ୍ବେଦୀୟ ଯୁଗ, ସେହି ସମୟର କଥା କୁହାଯାଉଛି। ତ ଏହି ପଦ ବଂଶାନୁକ୍ରମିକ ଥିଲା। ତାଙ୍କର କ୍ଷମତା ସୀମିତ ଥିଲା। ପରବର୍ତ୍ତୀ ବୈଦିକ ଯୁଗରେ ସେହି ପରିଷଦ ଗୁଡ଼ିକର କ'ଣ ସେହି ପରିଷଦ ଗୁଡ଼ିକ? ସଭା, ସମିତି, ବିଧାତା ଓ ଗଣ ଇତ୍ୟାଦି ଜନଜାତି ପରିଷଦ ଯୋଗୁଁ ରାଜନର କ୍ଷମତା ସୀମିତ ଥିଲା। ଯେ ରାଷ୍ଟ୍ରର ମୁଖ୍ୟ ଥିଲେ ତାଙ୍କର କ୍ଷମତା କମ୍ ଥିଲା। ଯେହେତୁ ସବୁ ଗଣ, ବିଧାତା, ସମିତି, ସଭା ସମସ୍ତେ ମିଶି ରାଜ୍ୟକୁ ଚଳାଉଥିଲେ। କିନ୍ତୁ ପରବର୍ତ୍ତୀ ଯୁଗରେ ରାଜନର ଶକ୍ତି ବୃଦ୍ଧି ପାଇଥିଲା। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀ ବେଳକୁ ଜନପଦ ଗୁଡ଼ିକ ନିଜର ସୀମା ବୃଦ୍ଧି କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଯେଉଁ ସୀମା ସବୁ ବୃଦ୍ଧି ହୋଇଥିଲା ସେହି ଜନପଦକୁ ମହାଜନପଦ କୁହାଗଲା। ତ ଜନପଦ କ'ଣ ଥିଲା? ଯେତେବେଳେ କୌଣସି ଏକ ରାଷ୍ଟ୍ର କିଛି ସୀମାବଦ୍ଧ ହୋଇ ରହିଥିଲା ତାହାକୁ ଜନପଦ କୁହାଯାଉଥିଲା। ଯେତେବେଳେ ସେମାନେ କ୍ଷମତା ବିସ୍ତାର କଲେ, ଅନ୍ୟ ଜାଗା ମଧ୍ୟ ଆବଦ୍ଧ କଲେ, ତାହାକୁ କ'ଣ କୁହାଗଲା? ମହାଜନପଦ। ଯେପରି ଭାବରେ ଅନେକ ମହାଜନପଦ ଥିଲା। କାହାର? ଧନାନନ୍ଦଙ୍କର ମହାଜନପଦ ବହୁତ ଥିଲା। ସୀମା ବୃଦ୍ଧି ଜନପଦ କୁହାଗଲା। ବୌଦ୍ଧ ଗ୍ରନ୍ଥରୁ ଖ୍ରୀଷ୍ଟପୂର୍ବ 6ଶ ଶତାବ୍ଦୀ ବେଳକୁ ଉତ୍ତର ଭାରତରେ 16ଟି ମହାଜନପଦ ଥିବାର ସୂଚନା ମିଳେ। 16ଗୋଟି ମହାଜନପଦ ଥିଲା। ସେମାନଙ୍କ ମଧ୍ୟରେ କୋଶଳ, ମଗଧ, ବତ୍ସ, ଅବନ୍ତୀ ଅଧିକ ଶକ୍ତିଶାଳୀ ଥିଲେ। ପରବର୍ତ୍ତୀ କାଳରେ ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କ ମଧ୍ୟରେ ଏହି 2 ଜଣଙ୍କ ଅଧୀନରେ ମଗଧ ଅନ୍ୟ ମହାଜନପଦ ଗୁଡ଼ିକୁ ଅଧିକାର କରି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇଥିଲା। ମହାଜନପଦରେ ଦୁର୍ଗ ମଧ୍ୟ ସ୍ଥାପିତ ହୋଇଥିଲା। ବିଭିନ୍ନ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରାଯାଇଥିଲା। ରାଜାମାନେ ନିଜର ଶକ୍ତି ବୃଦ୍ଧି ପାଇଁ ରାଜସ୍ୱ ଏବଂ
ଅଶ୍ୱମେଧ ପ୍ରଭୃତି ଯଜ୍ଞ ଅତି ଆଡ଼ମ୍ବର ସହିତ କରୁଥିଲେ।